ପିତା ପୁତ୍ର ଏବଂ ପବିତ୍ରାତ୍ମାଙ୍କ ନାମରେ ଆମେନ୍। ଆପଣମାନେ ସମସ୍ତଙ୍କୁ ଜୟ ଯୀଶୁ। ଆମେ ପ୍ରାର୍ଥନା କରିବା। ନମସ୍ତେ ମାରିଆ, ଅନୁଗ୍ରହ ପୂର୍ଣ୍ଣ ପ୍ରଭୁ ତୁମରି ସଙ୍ଗରେ ନାରୀଗଣଙ୍କ ମଧ୍ୟରେ ତୁମେ ଧନ୍ୟ ଏବଂ ଧନ୍ୟ ତୁମର ଗର୍ଭଫଳ ଯୀଶୁ। ଓଇ ପରମେଶ୍ୱରଙ୍କ ମାତା ପୁଣି ମାରିଆ, ଆମ୍ଭେମାନେ ପାପୀ ଆମ୍ଭମାନଙ୍କ ନିମନ୍ତେ ବର୍ତ୍ତମାନ ଓ ଆମ୍ଭମାନଙ୍କର ମରଣ ସମୟରେ ନିମନ୍ତ୍ରଣ କର। କୃଷ୍ଣଙ୍କଠାରେ ମୋର ସ୍ନେହର ଭାଇ ଭଉଣୀମାନେ, ଆପଣମାନଙ୍କ ସମସ୍ତଙ୍କୁ ଏହି ଦୈନିକ ଆହାର ପ୍ରୋଗ୍ରାମକୁ ମୁଁ ସ୍ୱାଗତ ଜଣାଉଛି। ଆଜି ହେଉଛି ନଭେମ୍ବର ମାସ 13 ତାରିଖ 2025। ଆଜିର ସୁସମାଚାର ଲୁକ୍ ସୁସମାଚାର 17 ଅଧ୍ୟାୟ 20ରୁ 25 ପର୍ଯ୍ୟନ୍ତ। ଫାରିସୀମାନେ ଯୀଶୁଙ୍କୁ ପଚାରିଲେ, ଈଶ୍ୱରଙ୍କର ରାଜ୍ୟ କେବେ ଆସିବ? ଯୀଶୁ ଉତ୍ତର ଦେଲେ, ଈଶ୍ୱରଙ୍କର ରାଜ୍ୟ ଦୃଶ୍ୟମାନ ଭାବେ ଆସେ ନାହିଁ। ଏହା ଏଠାରେ ଅଛି କିମ୍ବା ସେଠାରେ ଅଛି ବୋଲି କେହି କହି ପାରିବ ନାହିଁ। କାରଣ ଈଶ୍ୱରଙ୍କର ରାଜ୍ୟ ବାସ୍ତବରେ ତୁମମାନଙ୍କର ମଧ୍ୟରେ ଅଛି। ତାପରେ ସେ ଶିଷ୍ୟମାନଙ୍କୁ କହିଲେ, ଦିନ ଆସୁଛି ଯେବେ ତୁମେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଅନ୍ତତଃ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିପାରିବ ନାହିଁ। ଲୋକେ ତୁମମାନଙ୍କୁ କହିବେ, ଏଠାରେ ଦେଖ କିମ୍ବା ସେଠାରେ ଦେଖ, କିନ୍ତୁ ତୁମ୍ଭେମାନେ ସେମାନଙ୍କୁ ଶୁଣ ନାହିଁ କିମ୍ବା ତାଙ୍କର ଅନୁଗମନ କର ନାହିଁ। କାରଣ ବିଜୁଳି ଯେପରି ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଆକାଶକୁ ଆଲୋକିତ କରେ, ମନୁଷ୍ୟପୁତ୍ର ତାଙ୍କର ଆସିବା ଦିନରେ ସେହିପରି ପ୍ରକାଶିତ ହେବେ। କିନ୍ତୁ ପ୍ରଥମେ ତାଙ୍କୁ ବହୁ ନିର୍ଯାତନା ଭୋଗ କରିବାକୁ ହେବ ଏବଂ ସେ ଏହି ଯୁଗର ଲୋକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବେ। ପ୍ରଭୁଙ୍କର ସୁସମାଚାର। ହେ ପ୍ରଭୁ ଯୀଶୁଖ୍ରୀଷ୍ଟ, ତୁମର ପ୍ରଶଂସା ହେଉ। କୃଷ୍ଣଙ୍କଠାରେ ମୋର ସ୍ନେହର ଭାଇ ଭଉଣୀମାନେ, ଆପଣମାନେ ସମସ୍ତଙ୍କୁ ମୁଁ ଏହି ଦୈନିକ ଆହାର ପ୍ରୋଗ୍ରାମକୁ ମୁଁ ସ୍ୱାଗତ ଜଣାଉଛି। ଆଉ ଆଜିର ସୁସମାଚାରର ମୁଖ୍ୟ ବିଷୟ ହେଉଛି ଈଶ୍ୱରଙ୍କର ରାଜ୍ୟ। ଆଉ ଈଶ୍ୱରଙ୍କର ରାଜ୍ୟ ଇସ୍ରାଏଲ ଲୋକମାନେ ବହୁତ ଦିନଠୁ ବର୍ଷ ଧରିକି ଈଶ୍ୱରଙ୍କର ରାଜ୍ୟ ଆସିବ ବୋଲିକି ସେମାନେ ଜଗି ରହୁଥିଲେ। ସେଥିପାଇଁ ଏକା ଫାରିସୀମାନେ ଯୀଶୁଙ୍କୁ ପଚାରିଛନ୍ତି ଈଶ୍ୱରଙ୍କର ରାଜ୍ୟ କେବେ ଆସିବ ବୋଲିକି। ଆଉ ସେମାନେ ବିଶ୍ୱାସ କରୁଥିଲେ ଯେ ଯେତେବେଳେ ମସିହା ଆସିବ ସେତେବେଳେ ସେ ଈଶ୍ୱରଙ୍କର ରାଜ୍ୟର ସ୍ଥାପନା କରିବ। କାରଣ ସେମାନେ ଯୀଶୁଙ୍କୁ ମସିହା ବୋଲି ବିଶ୍ୱାସ କରୁଥିଲେ ଏବଂ ସେମାନେ ଗୋଟିଏ ଜାଗତିକ ରାଜ୍ୟର ସ୍ଥାପନ ସେମାନେ ଆଶା କରୁଥିଲେ, ପ୍ରତୀକ୍ଷା କରୁଥିଲେ। ବିଶେଷ କରି ରୋମା ସାମ୍ରାଜ୍ୟକୁ ଯୁଦ୍ଧ କରିକି ସେହି ମସିହା ସେହି ରୋମା ସାମ୍ରାଜ୍ୟକୁ ପରାସ୍ତ କରି ଗୋଟିଏ ସାମ୍ରାଜ୍ୟ ଗଠନ କରିବେ। ସୋଲୋମନଙ୍କ ପରି, ଦାବିଦଙ୍କ ପରି, ସୋଲୋମନଙ୍କ ପରି ଗୋଟିଏ ରାଜ୍ୟ, ଗୋଟେ ଜାଗତିକ ରାଜ୍ୟ, ଗୋଟେ ରାଜା, ଏସବୁ ସେମାନେ ସେ ଟାଇପ୍ ଗୋଟିଏ ରାଜାଙ୍କୁ ଏବଂ ରାଜ୍ୟକୁ ସେମାନେ ପ୍ରତୀକ୍ଷା କରୁଥିଲେ। ସେଥିପାଇଁ ଏକା ଫାରିସୀମାନେ ପଚାରିଲେ, ଈଶ୍ୱରଙ୍କର ରାଜ୍ୟ କେବେ ଆସିବ ବୋଲିକି ଯୀଶୁଙ୍କୁ ପଚାରିଲେ। ଆଉ କିନ୍ତୁ ଯୀଶୁଙ୍କର ରାଜ୍ୟ ଯୀଶୁ ଯେଉଁ ରାଜ୍ୟ ଈଶ୍ୱରଙ୍କର ରାଜ୍ୟ ଏହି ଜଗତରେ ସଂସ୍ଥାପନା କରିବା ପାଇଁ ଆସିଲେ, ତାହା ଗୋଟିଏ ଜାଗତିକ ରାଜ୍ୟ ଦେଶ ନଥିଲା। କିନ୍ତୁ ଯୀଶୁ ଏବଂ ଦୀକ୍ଷାଗୁରୁ ଜୋହନ ଆମେ ଦେଖିବା, ସେମାନେ ଯେତେବେଳେ ସୁସମାଚାର ପ୍ରଚାର କରିବା ପାଇଁ ଆରମ୍ଭ କଲେ, ସେତେବେଳେ ସେମାନେ କହିଲେ ଈଶ୍ୱରଙ୍କର ରାଜ୍ୟ ସନ୍ନିକଟ, ଅନୁତାପ କର ଏବଂ ଈଶ୍ୱରଙ୍କର ରାଜ୍ୟରେ ବିଶ୍ୱାସ କର ବୋଲିକି ସେମାନେ କହିଲେ। ହେଲେ ଯଦି ଜାଗତିକ ରାଜ୍ୟ ଯଦି ସଂସ୍ଥାପନା କରିବା ପାଇଁ ଯୀଶୁ ଆସିଛନ୍ତି, ସେଥିପାଇଁ ଇସ୍ରାଏଲ ଲୋକମାନଙ୍କର ଇଚ୍ଛା ଅନୁସାରେ ଯୀଶୁ ଯଦି ଗୋଟିଏ ରାଜ୍ୟ ସଂସ୍ଥାପନା କରିବା ପାଇଁ ଆସିଛନ୍ତି,
ତାହେଲେ ଅନୁତାପ କର ବୋଲି ଯୀଶୁ କହିବାର କିଛି କାରଣ ନାହିଁ। କାରଣ ଯୁଦ୍ଧ କର ଆଉ ନଳିକଣ୍ଢା ଆଣ ବୋଲିକି କହିବା କଥା, ମାନେ ସେହି ରୋମା ସାମ୍ରାଜ୍ୟର ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ। କିନ୍ତୁ ସେସବୁ ଯୀଶୁ କହିଲେ ନାହିଁ। ଯୀଶୁ କହିଲେ ଅନୁତାପ କର ଏବଂ ସ୍ୱର୍ଗ ରାଜ୍ୟରେ ବିଶ୍ୱାସ କର, ଈଶ୍ୱରଙ୍କର ରାଜ୍ୟ ସନ୍ନିକଟ। ଆଉ ସେଇଟା କହିଲେ, ହେଲେ ଅନୁତାପ କର ବୋଲି କହିଲେ ଈଶ୍ୱରଙ୍କର ରାଜ୍ୟ ତାହା ତୁମ ମଝିରେ ବୋଲିକି ଯୀଶୁ କହୁଛନ୍ତି। ଆଜିର ସମାଚାର ଅଛି ସେଟା ହେଉଛି ତୁମର ମଝିରେ। ଆଉ ସେଇ ତୁମର ମଝିରେ ଥିବା ସ୍ୱର୍ଗ ରାଜ୍ୟ ବୋଲେ କ'ଣ ସେଇଟା ଏକତାର, ଶାନ୍ତିର, ନୀତିର, ସ୍ନେହ ପ୍ରେମର ରାଜ୍ୟ। ମାନେ ସେ ରାଜ୍ୟରେ ଈଶ୍ୱର ଶାସନ କରିବେ। ଯେଉଁଠି ଈଶ୍ୱର ଶାସନ କରୁଛନ୍ତି ସେଇଠି ଏକତା ଥିବ, ସ୍ନେହ ଥିବ ଆଉ ଶାନ୍ତି ଥିବ। ତେଣୁକରି ସେହି ରାଜ୍ୟକୁ ଈଶ୍ୱରଙ୍କର ରାଜ୍ୟ ବୋଲିକି ମାନେ କୁହାଯାଏ। ଆଉ ମାନେ ସେଇ ଇସ୍ରାଏଲ ଲୋକମାନଙ୍କର ଯେଉଁ ଭାବନା ଥିଲା ଈଶ୍ୱରଙ୍କର ରାଜ୍ୟର ବିଷୟରେ, ସେହି ଭାବନା ଅନୁସାରେ ଯୀଶୁ ଗୋଟିଏ ରାଜ୍ୟ ସଂସ୍ଥାପନା କରିବା ପାଇଁ, ଆରମ୍ଭ କରିବା ପାଇଁ ଏହି ଜଗତକୁ ଆସିନାହାନ୍ତି। ଯୀଶୁଙ୍କର ରାଜ୍ୟ ହେଉଛି ଏକତାର, ଶାନ୍ତିର, ନୀତିର, ଧାର୍ମିକତାର ସେଇ ରାଜ୍ୟ। ସେଇ ରାଜ୍ୟରେ ଈଶ୍ୱର ଶାସନ କରିବେ। ସେଇ ରାଜ୍ୟର ସଦସ୍ୟ ହେବା ପାଇଁ ଲୋକମାନେ ଅନୁତାପ କରିବାର ଅଛି। ନିଜକୁ ପବିତ୍ର କରି ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାର ଅଛି। ଯୀଶୁଙ୍କର ବିଧିବିଧାନ ଅନୁସାରେ ସେମାନେ ଜୀବନଯାପନ କରିବାର ଅଛି। ଯୀଶୁଙ୍କର ବିଧିବିଧାନ ଗୋଟିଏ ଏକା ଅଛି, ଈଶ୍ୱରଙ୍କୁ ପ୍ରେମ କରିବା ଆଉ ପ୍ରତିବାସୀଙ୍କୁ ପ୍ରେମ କରିବା। ଆଉ ଯୀଶୁ କହିଲେ, ଆମେ ମାର୍ଥିଲ ସୁସମାଚାର 4:17 ଆମେ ଦେଖିବା, ଅନୁତାପ କର କାରଣ ଈଶ୍ୱରଙ୍କର ରାଜ୍ୟ ସନ୍ନିକଟ। ହେଲେ ଅନୁତାପ କରିବା ମାନେ ମନ୍ଦ ସବୁ ପରିତ୍ୟାଗ କର, ତାପରେ ସ୍ନେହ କର, ଏସବୁ ସେ କହୁଛନ୍ତି। ଆଉ ତେଣୁ ଈଶ୍ୱରଙ୍କର ରାଜ୍ୟ ଜଣେ ଜଣେ ବ୍ୟକ୍ତିର ହୃଦୟରେ ଏବଂ ଜୀବନରେ ଅନୁଭବ କରିବା ଗୋଟିଏ ବିଷୟ। ଈଶ୍ୱରଙ୍କର ରାଜ୍ୟକୁ ଆମେ ଅନୁଭବ କରିବାର ଅଛି। କ'ଣ ଅଛି? ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ବ୍ୟକ୍ତି ଶାନ୍ତି, ସ୍ନେହ, ଏକତା, ନୀତି ସେସବୁ ସେ ଅନୁଭବ କରିବ। ତେଣୁକରି ସେଟା ହେଉଛି ଈଶ୍ୱରଙ୍କର ରାଜ୍ୟ। ତେଣୁକରି ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ତାଙ୍କର ଅନ୍ତରରେ ସେଇ ଈଶ୍ୱରଙ୍କର ରାଜ୍ୟ, ସେଇ ଶାନ୍ତି, ସ୍ନେହ ସବୁ ଅନୁଭବ କରିପାରିବେ। ତେଣୁକରି ଈଶ୍ୱରଙ୍କର ରାଜ୍ୟ ଜଣେ ଜଣେ ବ୍ୟକ୍ତିର ହୃଦୟରେ ବି ଅଛି। ତାପରେ ସେ ବିଶ୍ୱାସୀମାନଙ୍କର ସମାଜରେ ମଧ୍ୟ ଆମେ ତାହା ଦେଖିପାରିବା। ରୋମସ୍ଥ ମଣ୍ଡଳୀ ପ୍ରତି ଲିଖିତ ପତ୍ର 4:17 କୁହାଯାଇଛି ଯେ ଈଶ୍ୱରଙ୍କର ରାଜ୍ୟ ଭୋଜନ ପାନର ବିଷୟ ନୁହେଁ, ମାତ୍ର ତାହା ଧାର୍ମିକତା, ଶାନ୍ତି ଓ ପବିତ୍ରାତ୍ମାଙ୍କଠାରେ ଆନନ୍ଦର ବିଷୟ ଅଟେ। ପବିତ୍ରାତ୍ମାଙ୍କଠାରେ ଆନନ୍ଦର ବିଷୟ ଅଟେ। ତେଣୁକରି ମାନେ କ'ଣ ଅଛି? ଭୋଜନ ପାନ ନାହିଁ, ମାନେ ତା'ର ଅର୍ଥ କ'ଣ? ଜାଗତିକ ବିଷୟ ନାହିଁ, କିନ୍ତୁ ସେଇଟା ହେଉଛି ଆଉ ଶାନ୍ତି ଆଉ ମାନେ କ'ଣ? ଧାର୍ମିକତା, ଶାନ୍ତି ଏବଂ ପବିତ୍ରାତ୍ମାଙ୍କଠାରେ ଆନନ୍ଦ ହେଉଛି ସେହି ଈଶ୍ୱରଙ୍କର ରାଜ୍ୟ ବୋଲିକି ସାଧୁ ପାଉଳ କହୁଛନ୍ତି। ତେଣୁ ପ୍ରିୟ ଭାଇ ଭଉଣୀମାନେ, ଆମେ ସେହି ଶାନ୍ତି, ଆନନ୍ଦ ଏସବୁ ଆମେ ନିଜର ଅନ୍ତରରେ ଆମେ ଅନୁଭବ କରିପାରିବା। ତେଣୁକରି ଈଶ୍ୱରଙ୍କର ରାଜ୍ୟ ବୋଲି କହିଲା ବେଳକୁ ଈଶ୍ୱରଙ୍କର ଶାସନ ସେଇଟା ହେଉଛି ଈଶ୍ୱରଙ୍କର ଶାସନ ବୋଲି କହିଲେ ଯେଉଁଠି ଏକତା, ଶାନ୍ତି, ନୀତି, ଧାର୍ମିକତା ଏସବୁ ଅଛି, ଏଟା ହେଉଛି ଈଶ୍ୱରଙ୍କର ରାଜ୍ୟ। ଆଉ ଏଇଠି ଆମେ ଦେଖେଇ ପାରିବା ନାହିଁ, ଈଶ୍ୱରଙ୍କର ରାଜ୍ୟକୁ ଆମେ ଦର୍ଶାଇ ପାରିବା ନାହିଁ ବୋଲିକି ଆଜିର ସୁସମାଚାରରେ ଆମେ ଶୁଣିଲୁ। କାରଣ ଏହା ଈଶ୍ୱରଙ୍କର ରାଜ୍ୟ ହେଉଛି ସେଇ ଶାନ୍ତି, ଏକତା, ନୀତି, ସ୍ନେହ, ପ୍ରେମ ଏସବୁ। ଏଟା ଆମେ ଦେଖେଇ ପାରିବା ନାହିଁ, ଆମେ ଅନୁଭବ କରି ପାରିବା। ତେଣୁ ପ୍ରିୟ ଭାଇ ଭଉଣୀମାନେ, ଆଜିର ସୁସମାଚାରରୁ ଆମେ ଏତିକି ଜାଣିପାରିବା ଯେ ଈଶ୍ୱରଙ୍କର ରାଜ୍ୟ ବାସ୍ତବରେ ଆମର ମଧ୍ୟରେ ଅଛି। ମାନେ ତା'ର ଅର୍ଥ କ'ଣ? ଆମ ମଝିରେ ଅଛି। ଯୀଶୁ ନିଜେ କହିଲେ ଈଶ୍ୱରଙ୍କର ରାଜ୍ୟ ତୁମ ମଝିରେ। ତା'ର ଅର୍ଥ କ'ଣ? ମାନେ ଯେଉଁଠି ସ୍ନେହ, ଏକତା, ଶାନ୍ତି, ସତ୍ୟ, ନୀତି, ଧାର୍ମିକତା ଅଛି, ସେଇଠି ଈଶ୍ୱରଙ୍କର ରାଜ୍ୟ ଅଛି। କାରଣ ସେଇଠି ଈଶ୍ୱର ଶାସନ କରନ୍ତି।
ईश्वर राजत्व करती तेणु आम एटा आम बुझा पड़ो किंतु ईश्वरंकर राज्यर पूर्णता आम स्वर्गर ही आम अनुभव करें आरंभ होती आरंभ होती आउ धीरे 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 सेटा बढ़ुची आउ तार पूर्णता आम स्वर्गर ही आम अनुभव कर ईश्वरंकर राज्य को चिन्हिथिबा व्यक्ति हिसाब रे आम ईश्वर को राजा हिसाब रे आम ग्रहण करवा एवं ईश्वरंकर राज्य आम चारिआडे विस्तार करने आम चेष्टा करवा माने एकता शांति नीति स्नेह प्रेम धार्मिकता ये सबू आमर चारिआडे विस्तार करने आम समस्ते चेष्टा करवा आम प्रार्थना करवा हे प्रभु परमेश्वर आज तुम जीवंत वाक्य पाई आम तुम धन्यवाद देवु हे प्रभु आम समस्त को तुम्हें आशीर्वाद कर ताले आम ईश्वरंकर तुम राज्यर से सदस्य हो पारिबु आम मझिरे एकता शांति स्नेह प्रेम नीति धार्मिकता ये सब आने आम चेष्टा करूँ प्रभु से आम मान को साहय कर तुम इच्छार विरुद्ध में जहाँ कि अच्छी से सब आम ठार दूर कर हे प्रभु यही प्रोग्राम देखुवा समस्त को विशेष कर आशीर्वाद कर से उत्तम मनस्कामना पूर्ण कर ये सब प्रार्थना आम जीशु नाम में मागुचु आमेन सर्वशक्ति परमेश्वर पिता ओ पुत्र एवं पवित्रात्मा समस्त आशीर्वाद प्रदान करंतु आमेन आपण समस्त को जय जीशु।